ଶଳା ଏ କାଳିଆ ଷଣ୍ଢ ମୋର ସବୁ ଫସଲ ଉଜାଡ଼ି ଦେଉଛି। ଆଉ କିଏ ଏମିତି କରୁଛି ବୋଲି ମୁଁ ଖାଲି ଦୌଡ଼ାଣ୍ଡି ହେଉଛି। ଆଉ ଆଜି ଦଉଛି ରେ ପୁଅ। ହେ ହେ ଏଇଟା ସତ୍ୟାର ଷଣ୍ଢଟା ବୋଧେ। ଆଉ ଶଳା ଗାଈମାନଙ୍କୁ ଘରେ ନ ରଖିକି କ୍ଷୀର ଦୁଇଁକି ପଦାକୁ ଛାଡ଼ି ଦେଉଛନ୍ତି। ଗାଈମାନେ ବର୍ଷକୁ ଗୋଟେ ଗୋଟେ ଛୁଆ ଜନ୍ମ କରିକି ବାଟ ଘାଟ ସବୁଆଡ଼େ ରାଜ କରୁଛନ୍ତି। ଆଉ ଏମାନଙ୍କୁ କାଞ୍ଜି ହତାରେ ପକେଇଥିଲେ ଠିକ୍ ହବ। ଆଉ ରହିତାରେ ପୁଅ ତଣ୍ଟା ଭାଙ୍ଗି ଦଉଛି। ଆଜି ପଳେଇଲା ଶଳା। ଏ ବାବଦରେ ସତ୍ୟା ସାଙ୍ଗେ କଥା ହେବାକୁ ପଡ଼ିବ। ଆଉ ଆରେ ଇଏ କୁଆଡ଼େ ଇଆଡ଼େ ଦୌଡ଼ିକି ଆସିଲାଣି। କ'ଣ ଡରି ଯାଇଛି ବୋଧେ। ଆଉ ଭାଇ ଠେଙ୍ଗାଟା ଟିକେ ମତେ ଦେଲୁ। ଠେଙ୍ଗା କ'ଣ କରିବୁ କିରେ? ଏମିତି ଧଁସ କ'ଣ ହଉଛୁ? କହନା ଭାଇ, ଆମ ଗାଁରେ ବାଟଘାଟରେ ଯେଉଁ କାଳିଆ ଷଣ୍ଢଟା ବୁଲୁଛି, ଆଜି ସିଏ ମତେ ସ୍ୱାହା କରିଦେଇଥାନ୍ତା ରେ। ହଁ କିରେ? ଆଉ ମୁଁ କ'ଣ ମିଛ କହୁଛି? ସେ ଷଣ୍ଢ ଗାଁ ଲୋକଙ୍କୁ ବଡ଼ ହନ୍ତସନ୍ତ କରିଦେଲାଣି ରେ। କାଲି ତେଲି ଘର ବୋହୂକୁ ଚକଟି ଦେଇଥାନ୍ତା। କୋଉଠି କିରେ? ସିଏ କଳରୁ ପାଣି ଧରିକି ଘରକୁ ଫେରୁଥିଲା, ବାଟରେ ଏଇ ଅବସ୍ଥା। ଆଉ ସତ୍ୟା ନା ନଥିଲେ କାଲି ସିଏ ମରିଯାଇଥାନ୍ତା ରେ ଭାଇ। ଆରେ ସତ୍ୟା କଥା କହନା, ସେ ଷଣ୍ଢ ପରା ସତ୍ୟାର। ହଁ କିରେ ଭାଇ? ଆଉ କ'ଣ ମିଛ? ଆର ବର୍ଷ ତା ଗାଈ ଏ ଷଣ୍ଢକୁ ଜନ୍ମ କରିଥିଲା। ଶଳା ବର୍ଷ ସାରା କ୍ଷୀର ଖାଇଲା, ଷଣ୍ଢକୁ ଉଦା ଛାଡ଼ିଦେଲା। ଏବେ ତା ଗାଈ ପୁଣି ଗୋଟେ ଛୁଆ ଜନ୍ମ କରିଛି, ସିଏ ବି ଉଦା ଖୋଲୁଛି। ତୁ ଜାଣିଲୁ ନା ନାଇଁ କାଲି କ'ଣ ହେଇଛି? କ'ଣ ହେଇଛି କିରେ ଝୋଟ? କାଲି ମୁଁ ବଜାର ଆଡ଼େ ଯାଇଥିଲି, ଦେଖିଲି ଏଇ ଷଣ୍ଢ ଗୋଟେ ଅଟୋବାଲାକୁ ଟେକିକି ଛେଚି ଦେଲା। ସେ ଅଟୋବାଲା ତଳେ ପଡ଼ି ଉଠି ଦୌଡ଼ି ପଳେଇଲା। ସିଏ ପଳେଇବା ଦେଖି ଯୋଉ ଚୋର ସେ ମଉସାର ଟଙ୍କା ଚୋରି କରିନଥିଲା, ସିଏ ସିଆଡ଼ୁ ଆସୁଥିଲା। ସିଏ ତ ସିଧା ହରିବୋଲ ହେଇଯାଇଥାନ୍ତା, ଗଛ ଉପରକୁ ଡେଇଁ ପଡ଼ିଛି। ରାସ୍ତାରେ ଯିଏ ଯାଉଥିଲେ ସମସ୍ତଙ୍କର ପିଢ଼େଇ ପାଣି ହେଇଗଲା ରେ। ହଁ କିରେ? ହଁ ରେ ଭାଇ, କିନ୍ତୁ ଏଗୁଡ଼ା ଭଲ କଥା ନୁହଁ। କ୍ଷୀର ଖାଇ ଗାଈମାନଙ୍କୁ ଉଦା ଛାଡ଼ିଲେ ସେମାନେ ଯାହା ତ ଲୋକଙ୍କୁ ହଇରାଣ କରୁଛନ୍ତି, ଗାଡ଼ି ଆଗକୁ ଆସି ଦୁର୍ଘଟଣା ବି ଘଟୁଛି ରେ। ଏଇଟା ତ ମହାପାପ। ପାପ ନୁହେଁ କେମିତି? ଗାଈକି ପରା ଆମେ ଗୋମାତା କହୁଛେ। ଯିଏ ଗାଈ ରଖିଲା ଯଦି ତାର ସଠିକ୍ ଯତ୍ନ ନ ନେଲା, ତେବେ ତାଠୁ ଭଳି ପାପ ଆଉ କ'ଣ ଅଛି ରେ? ଚାଲୁନୁ ଆମେ କିଛି ଗୋଟେ କରିବା। ଆରେ କରିବା ଆଉ କ'ଣ? ସବୁ ଗାଈକି ନେଇକି ମୁଁ କାଞ୍ଜି ହତାରେ ପକେଇଦେବି। ଭଲ ହବ ଯେ, ମାଲିକମାନେ ଯଦି କମ୍ପ୍ଲେନ୍ କରିବେ ତାହେଲେ କ'ଣ ହବ? ଆଗ କମ୍ପ୍ଲେନ୍ କରନ୍ତୁ ରେ, ତାପରେ ଦେଖିବାନି। ହଉ ଚାଲେ, ମୁଁ ତ ସାଙ୍ଗରେ ଅଛି ବା। ହଉ ଦେଖିବା କ'ଣ ହଉଛି। କିରେ କଙ୍ଗାରୁ, କୋଉ ରାଗରେ ତୁ ମୋ ଷଣ୍ଢକୁ ପିଟିଲୁ କି? ତୋ ଷଣ୍ଢକୁ ପିଟିଲି ବୋଲି ତୁ କେମିତି ଜାଣିଲୁ? ତୋ ଷଣ୍ଢ ତତେ କହୁଥିଲା କି? ଆଉ କହିବନି ଷଣ୍ଢ ମୋରଟି? ଆରେ ହେ, ଷଣ୍ଢ ତୋର ହେଲେ କ୍ଷେତ ମୋର। ତୋ ଷଣ୍ଢ ମୋ କ୍ଷେତ ଉଜାଡ଼ି ଦଉଛି, ତୁ ତାକୁ ଘରେ ବାନ୍ଧିକି ରଖୁନୁ। ହଁ, ଷଣ୍ଢକୁ କିଏ କ'ଣ ବାନ୍ଧିକି ରଖେ ଯେ ମୁଁ ଘରେ ବାନ୍ଧିକି ରଖିବି? ରଖିବୁ ନା, ଗାଈକି କୁଣ୍ଠିରେ ବାନ୍ଧିବୁ। ଆଉ ଯେଉଁ ଅଣ୍ଡିରା ବାଛୁରୀ ଜନ୍ମ ହେବ ତାକୁ ମହଣେଇକି ବଳଦ କରିବୁ। ନହେଲେ ଦିନ ଆସିବ ଯେଉଁଦିନ ମାଳ ଷଣ୍ଢ ଗାଁ ଦାଣ୍ଡରେ ବୁଲିକି ଲୋକମାନଙ୍କୁ ହନ୍ତସନ୍ତ କରିବେ। କରନ୍ତୁ, ତୋର କ'ଣ ଗଲା? ପାରୁଛୁ ଯଦି ବୁଲା ଷଣ୍ଢମାନଙ୍କୁ ନେଇକି ତୋର ଯଦି ଖୁଣ୍ଟି ଅଛି ବାନ୍ଧି ଦଉନୁ। କାହିଁ ତୋର ଖୁଣ୍ଟି ନାହିଁ କି? ଆରେ ଅଭଦ୍ର ଭଳିଆ କ'ଣ କଥା କହୁଛୁ ରେ? ହେଁ, ତୁ ବଡ଼ ଭଦ୍ର ଲୋକଟା ତ। ର ତମେ ଦୁଇ ଜଣ ଆଉ ଏମିତି କଳିଲାଗନି। ଆରେ ତାକୁ ଦେଖୁନୁ କେମିତି ହଉଛି। ସିଏ କ'ଣ ମୋତେ କହିବ ବା? ମୁଁ ତ ତତେ ଆଜି କହୁଛି, ଗାଈ ବାଛୁରୀ ଯଦି ଘରକୁ ନ ନେବୁ ମୁଁ କାଞ୍ଜି ହତାରେ ପୁରେଇ ଦେବି। ହଁ, ଭାରି ପୁରେଇଲା ବାଲା, ଆଗ ପୁରେଇକି ଦେଖା। ପୁରେଇ ଦେଲେ କ'ଣ କରିଦେବୁ? ତୁ ପୁରେଇକି ଦେଖାରେ, ତାପରେ ମୁଁ କ'ଣ କରୁଛି ଦେଖିବୁନୁ। ଏମିତିଆ କଥା? ହଉ ଦେଖିବା, ତୁ କ'ଣ କରୁଛୁ? ତୁ ଜାଣିନୁ ତ ମୋ କରାମତି କ'ଣ, ତାପରେ ବୁଝିବୁ ଯେ ରହ। ହେ ହଉ ଯାରେ, ଯା ତୋ ଭଳିଆ କେତେ ଦେଖିଛି। ଯା ବେ, ତୁ ମୋର କ'ଣ କରିବୁ, ଯା। ଭାଇ ସତ୍ୟା ନା କ'ଣ କିଛି ବୁଝୁନି ରେ। ଲୋକଙ୍କର କ୍ଷତି ହେଲେ ଆକୁ କ'ଣ ମିଳୁଛି କହିଲୁ? ହେ ନ ବୁଝୁରେ, ବେଳ ଆସିଲେ ଜାଣିବନି। ଆଜି ସିନା ଆମ କଥା ଶୁଣୁନି। ଏବେ ଯିବା। ଆରେ ପୁଅ, ଆଜି କାଞ୍ଜି ହତାରେ ପଡ଼ିବୁ। ମାଉସୀ, ଆଉ ଗାଈ ଷଣ୍ଢକୁ ଛାଡ଼ିବୁନୁ ଲୋ ବାହାରକୁ। ତତେ ଲାଗିଲା ଇଏ ଲୋକଙ୍କୁ ହଇରାଣ କରୁଛନ୍ତି। ହଁ ରେ, ତମେ ଯାଅ, ଏମାନଙ୍କ କଥା ମୁଁ ବୁଝିବି। ଯାଅ। ବୁଝିଲୁ ଝୋଟ? ସତ୍ୟା ଆଉ ଗାଈ ନବ ଯେ ଦୁଇଁକି କ୍ଷୀର ପିଇବ। ଆରେ ଥିଲେ ତ ପିଇବ।